ଗୋପାଳପୁର ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିକାଶ କମିଟି ପକ୍ଷରୁ ଗୋପାଳପୁର ବେଳାଭୂମି ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ। ଏଥିରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେଣିଆ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବିଭିନ୍ନ ଅନୁଷ୍ଠାନ ଓ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏହାକୁ ନେଇ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ବାରଣ କରିଥିଲେ ବିଚ୍ ଉଠି ଆସିବା ନାହିଁ, ସେଥିପାଇଁ କଲେ ନାହିଁ। ଆଉ ଆଜି ଆମେ ୱାର୍ଲଡ ଟୁରିଜମ ଡେ ପାଳନ କରୁଛୁ। ଆମ ଗହଣରେ ଉପସ୍ଥିତି ଅଶୋକ କୁମାର ବେହେରା, ବି ରାମାରାଓ ଉଚ୍ଛେଦ କରିବା ପାଇଁ ସେମାନଙ୍କୁ ଗୋଟେ ବଡ଼ ପ୍ଲାଟଫର୍ମ ଦେବା। ସେ ପ୍ଲାଟଫର୍ମରେ ସେମାନଙ୍କର ନିଜର ପରିବେଶ ପ୍ରତିବର୍ଷ ଉକ୍ତ ଅନୁଷ୍ଠାନ ପକ୍ଷରୁ ପର୍ଯ୍ୟଟନ ଦିବସରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ବେଳାଭୂମିରେ ଏହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଥିବା ବେଳେ ଚଳିତ ବର୍ଷ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଦକ୍ଷିଣ ଓଡ଼ିଶାରୁ ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ ନ୍ୟୁଜ୍ ଚ୍ୟାନେଲ।